कौन है सर? सर कौन है? सर लो सर, पानी भी पी लो सर, पानी भी पी लो। थैंक यू योर थैंक यू। भाविली हार्ट कैसे हो? थैंक यू थैंक यू थैंक यू थैंक यू। सर एबे ठीक लगुच सर? सर एबे ठीक लगुच? हाँ सर आउ टिके पानी पी दउना? ना आ टिके पानी पी दउना। ठीक अछि ठीक अछि, मु एबे भल अछि, ठीक लगुच। थैंक यू थैंक यू थैंक यू थैंक यू। सर ए पाखरे गोटे मेडिकल अछि, मोर सब डॉक्टर चिन्हा परच अछंदी आ भलो कार्डियोलॉजिस्ट भी अछंदी। सर टिके जिबा देखे देबा सर? ए पाखरे हॉस्पिटल अछि? हां सर। तथापि ना दरकार पड़ोनी। ए चलनो सर यंग मैन, सर चलो देखे देबा टिके यंग मैन। नथिंग टू वरी, नथिंग टू वरी। मो ठीक अछि थैंक यू थैंक यू। यू कैन गो यू कैन यू कैन गो यू कैन गो। मो टिके रेस्ट नहीं कीजिए। यू कैन गो। सर सर ଆପଣ ମତେ ଚିହ୍ନି ପାରିଲେ ସାର୍? ଚିହ୍ନି ପାରିଲେ ମତେ? ବୟସର ଅପରାହ୍ନରେ ବୋଧେ ଇଏ ସ୍ମୃତି ଶକ୍ତିରେ ଟିକେ ଦୁର୍ବଳ ହେଇ ଆସିଲାଣି, ସେଇଥିପାଇଁ। ହେଲେ ତମେ ସାର୍ ମତେ ଆପଣ ଚିହ୍ନି ପାରିଲେନି ସାର୍? ଛୋଟ ପିଲାଟେ 20 ବର୍ଷ ତଳେ ଆପଣ ମତେ 50 ଟଙ୍କା ଦେଇଥିଲେ ସାର୍, 50 ଟଙ୍କା ଦେଇଥିଲେ। ଏଇ ପାଖରେ ଗୋଟେ ଜଳଖିଆ ଦୋକାନ ଥିଲା ସାର୍, ଗୋଟେ ଜଳଖିଆ ଦୋକାନ ଥିଲା। ଆପଣ ଚିହ୍ନି ପାରିଲେ ସାର୍?
ଆଇବ ପଇସା ଅଛି ଯାଇ ପଡ଼ୋଶୀ ଭୋକ ହଉଛି ଖାଇବୁ ଆ ବସ ଆ ମୁଁ ଯଦି ତତେ ଟଙ୍କାଟେ ଦେବି ତୁ କଣ କରିବୁ? ଗୋଟେ ବରା ଦିଏ ଆଉ ଯଦି ମୁଁ 2 ଟଙ୍କା ଦିଏ ତୁ କଣ କରିବୁ? ଦିଟା ବରା କିଣିବି ଗୋଟେ ମୁଁ ଖାଇବି ଆଉ ଗୋଟେ ମୋ ମା ଖାଇବ। ଆଚ୍ଛା 5 ଟଙ୍କା ଦିଏ ତୁ କଣ କରିବୁ? ଚାରି ପାଞ୍ଚ ଦିନ ହେଲାଣି କିଛି ଖାଇନୁ ବାବୁ ପେଟ ତୋରାଣି ପିଇକି ଅଛୁ ତମେ 5 ଟଙ୍କା ଦେଲେ ପିଆଜ ଆଳୁ ଚାଉଳ ଘରକୁ ଦେଇକି ମାକୁ ଦେବି ହବ ମୁଁ ଯଦି 5 ଟଙ୍କା ଦିଏ ସାର୍ ଆପଣଙ୍କ ଦେଇଥିବା 50 ଟଙ୍କାରେ ପେନ୍ ଆଉ ମୁଁ ଧୂପକାଠି କିଣିଲି ଆଉ ସେ ଧୂପକାଠି ପେନ୍ ଧରି ଆଉ ସ୍କୁଲ ଆଗରେ ବିକ୍ରି କଲି ଅବଶ୍ୟ ମତେ ଭିକାରୀ ଭାବି ଦୟା ଦେଖି ମୋଠୁ ସବୁ କିଣିଲେ ସାର୍ ସାର୍ ଆଜି ଆଜି ମୋର ଗୋଟେ ବଡ ହୋଲସେଲ ଦୋକାନ ଅଛି ସାର୍ ସାର୍ ଆଉ ଗାଡି ଆଉ ଘର ଖଣ୍ଡେ ବି ଅଛି ସାର୍ ଆଉ ମୋ ମା ବହୁତ ଖୁସି ଅଛି ସାର୍ ମୋ ମା ବହୁତ ଖୁସି ଅଛି ଏସବୁ 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 ଆପଣଙ୍କର ଅନୁକମ୍ପା ସାର୍ ଆପଣଙ୍କର ଅନୁକମ୍ପା God bless you, young man. God bless you. এই କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ ଆଜିକୁ 200 ବର୍ଷ ତଳେ ଏମିତି ଜଣେ ମହାମାନବ ଥିଲେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର 1821 1891 ଜଣେ ଶିକ୍ଷାବିତ ଓ ସମାଜ ସଂସ୍କାର ଗୋଟିଏ ଭିକ ମାଗୁଥିବା ଛୁଆକୁ ନିଜ ଗୋଡ଼ରେ ଠିଆ କରିବା ପାଇଁ ସେ ନେଇଥିବା ଗୋଟିଏ ଛୋଟିଆ ପଦକ୍ଷେପ ଆମ ପାଇଁ ଗୋଟିଏ ଦୃଷ୍ଟାନ୍ତ ଯିଏ ପ୍ରକୃତରେ ଅକର୍ମଣ୍ୟ ମୁଠାଏ ଦାନା ଯୋଗାଡ଼ କରିବାକୁ ଅସମର୍ଥ ତାକୁ ସମବେଦନା ଦେଖାଇ ଗଣ୍ଡେ ଆହାର ଯୋଗାଇ ଦେବା ଭୁଲ ନୁହେଁ ହଁ ଆମେ ଶାଗ ପରିବା କିଣିଲା ବେଳେ ରିକ୍ସା ଟ୍ୟାକ୍ସି ଅଟୋ ଭଡ଼ା ଦେଉଥିବା ବେଳେ ମୂଲିଆକୁ ମଜୁରୀ ଦେଉଥିବା ବେଳେ ଯଦି ସେଇ ମନୋଭାବ ରଖି ତାଙ୍କ ସହ ମୂଳଚାଲ ନ କରି ଟିକେ ଅଧିକା ବି ଦେଇଦେଉ ସେଥିରେ କ୍ଷତି କ'ଣ ହେଲେ ଆଜି ବି ଆପଣ ଦେଖୁଥିବେ ଟ୍ରାଫିକ ଜାମରେ ରେଳ ବଗିରେ ମନ୍ଦିର ସାମ୍ନାରେ ଶହ ଶହ ସମର୍ଥ ଭିକାରୀଙ୍କ ଏକ ଲମ୍ବା ଲାଇନ ଏହି ସମର୍ଥ ଭିକାରୀଙ୍କୁ ଆମେ ଅନୁକମ୍ପା ଦେଖାଇ
ନିଜକୁ ଦାନୀ ବୋଲେଇବା ନା ଦଳେ ଅସାମାଜିକ ବ୍ୟକ୍ତିଙ୍କୁ ସୃଷ୍ଟି କରିବା।